ଦେଖ ନବୀନ ସରକାର ସମୟରେ କେଳେଙ୍କାରୀ ସାମ୍ନାକୁ ଆଣିଲେ ସିଏଜି ହେଲା ମୁଁ କହିବି କମ୍ପ୍ଟ୍ରୋଲର ଆଣ୍ଡ ଅଡ଼ିଟର ଜେନେରାଲ, ଯିଏକି ସରକାରୀ ଖର୍ଚ୍ଚ ଉପରେ କଡ଼ା ନଜର ରଖନ୍ତି ହେଲା। କେଉଁଥିରେ କେତେ ଖର୍ଚ୍ଚ ହେଇଛି ପୁରା ଡାଟା, ମାନେ ଗତ ମୁଁ କହିବି 5 ବର୍ଷ 6 ବର୍ଷ 10 ବର୍ଷର ଡାଟା ନିଅନ୍ତି ସେମାନେ ହେଲା। ତ ନିହାତି ଏବେ ଆମର ନବୀନ ସରକାର ଉପରେ ବହୁତ ସାରା ପ୍ରଶ୍ନ ଉଠିଛି। ତ କିଛିଟା ସେ ଭଲ କରିଛନ୍ତି, ମୁଁ କହୁନି କି ପୁରା ଖରାପ କରିଛନ୍ତି, କିନ୍ତୁ କିଛିଟା ଭଲ କରିଛନ୍ତି, କିଛିଟା ମୁଁ କହିବି ଏତେ ଭଲ କରିପାରି ନାହାନ୍ତି ଯେତିକି ହେବା କଥା ହେଲା। ଖରାପ ତ କହିପାରିବାନି, କାରଣ ଆମେ ତାକୁ 25 ବର୍ଷ ହେଲା CM ଭାବରେ ନିଯୁକ୍ତି କରିଛୁ, ମାନେ ଆମେ କହିବାନି କି ହଁ ସେ ଖରାପ ବୋଲି ହେଲା। ତ କିଛିଟା ସେ ଆହୁରି ଭଲ କରିପାରିଥାନ୍ତେ, କିନ୍ତୁ କରିପାରି ପାରିଲେନି। ଆଉ ଯଦି ମୁଁ କହିବି, ଯଦି ଆମେ ଅପୋଜିଟ୍ର ସରକାର ଯଦି ନ ବାଛିବା, ତାହେଲେ ଆମେ ଜାଣିବା କେମିତି କି କେଉଁ ସରକାର କେତେ ପରିମାଣର କେଉଁ ଜିନିଷ ଆମକୁ ସୁବିଧା ଦେଇପାରୁଛି ନ ଦେଇପାରୁଛି ହେଲା। ତ ସେମିତି କାଳିଆ ଟଙ୍କା ଚଢ଼ଉ ହେଲା, ଯେଉଁମାନେ ଅଯୋଗ୍ୟ ଥିଲେ ତାଙ୍କୁ ବି ବଣ୍ଟା ହେଇଛି ହେଲା। ତ ଫିଲହାଲ ତାଙ୍କ ଉପରେ ମୁଁ କହିବି ରିସର୍ଚ୍ଚ ହେଉଛି ହେଲା। ତାପରେ ଦେଖ, ଏ ଯେଉଁ ଓଡ଼ିଶାରେ ବୁଲୁଛି ବିହାରରେ ଠକ ସଂସ୍ଥା, ବହୁତ ସାରା ଠକମାନେ ଆସନ୍ତି ହେଲା, ଘର ଘର ବୁଲିକି କି ଆପଣଙ୍କର ଲଟେରୀ ହେଇଯିବ, ଇଏ ହେଇଯିବ, ସେ ହେଇଯିବ। ତ ଏଇସବୁ ଜିନିଷରୁ ବଞ୍ଚିବା ଦରକାର ହେଲା। କୌଣସି ଦରକାର ନାହିଁ କାହାରି ଠାରୁ ଠକେଇ ହେବା। ତାପରେ ଦେଖ, ନଳପୋଡ଼ ବଣ, ମୁଁ ଯଦି କହିବି ନଳପୋଡ଼ ବଣ ଗୋଟେ ବାର୍ଡ଼ ସେଞ୍ଚୁରୀ ହେଲା, ଯେଉଁଟାକି ମୁଁ କହିବି ଖୋର୍ଦ୍ଧା ଜିଲ୍ଲାରେ ଅଛି। ଯଦି ମୁଁ ଖୋର୍ଦ୍ଧା ପୁରୀ ଏସବୁକୁ ମିଶେଇକି ଯଦି କହିବି ନା, ତ ଏଇଟା ପଡ଼ୁଛି ଆମର ଲେଗୁନ୍ ଚିଲିକାରେ ହେଲା। କ'ଣ ପାଇଁକି ସେଠି ଯେତେ ସବୁ ସାଇବେରିଆନ୍ ବାର୍ଡ଼ ସବୁ ଆସନ୍ତି ହେଲା ଶୀତ ଦିନରେ, ଆଉ ଯେଉଁଦ୍ୱାରା କି ବହୁତ ଭରପୁର ମାତ୍ରାରେ ବହୁତ ଟାଇପ୍ର ପକ୍ଷୀମାନେ ଦେଖାଯାଆନ୍ତି ହେଲା। ତାପରେ ତ ଏଇଟା ମନେ ରଖିଥିବ, ନଳପୋଡ଼ ଯେଉଁଟାକି ଆମର ବାର୍ଡ଼ ସେଞ୍ଚୁରୀ ପାଇଁ ପ୍ରସିଦ୍ଧ ହେଲା, ଯେଉଁଟାକି ଚିଲିକାରେ ଅଛି। ତାପରେ ଦେଖ, ରାଷ୍ଟ୍ରପତି ବିତର୍କରେ ଟ୍ରମ୍ପ ଆଉ ହ୍ୟାରିସ୍ର ମୁହାଁମୁହିଁ। ମୁଁ କହିଲି କମଲା ହ୍ୟାରିସ୍, ଜୋ ବାଇଡେନ୍ଙ୍କ ଯେଉଁ ମୁଁ କହିବି ହଁ, ଜୋ ବାଇଡେନ୍ ଯେତେବେଳେ ରାଷ୍ଟ୍ରପତି ଥିଲେ, ତାର ଉପରାଷ୍ଟ୍ରପତି ଥିଲେ କମଲା ହ୍ୟାରିସ୍। ତ ଜୋ ବାଇଡେନ୍ ତ ଏବେ ଜିତିପାରିବେନି, ତ ତା ବଦଳରେ କମଲା ହ୍ୟାରିସ୍ ଯିଏକି ଆମର ଅରିଜିନେଟେଡ଼୍, ମୁଁ କହିବି ତାଙ୍କର ମାତା ପିତା ଯିଏ ଶିଖ୍ କମ୍ୟୁନିଟିରୁ ଆସିଥିଲେ, ତ ସେମାନେ ଇଣ୍ଡିଆନ୍ ଅରିଜିନ୍ ହେଲା। ତାପରେ ଟ୍ରମ୍ପ ଜିତିଲେ ବି ଭଲ, ଆଉ କମଲା ହ୍ୟାରିସ୍ ଜିତିଲେ ବି ଠିକ୍ ହେଲା। ତାପରେ ଦେଖ, ଲାଷ୍ଟରେ ଅଜଣା ଜ୍ୱର, ଏବେ କ'ଣ ପାଇଁକି ଦେଖ, ମୌସମ ବହୁତ ସାରା ଚେଞ୍ଜେସ୍ ହେଲାଣି। ମୁଁ ଯଦି କହିବି 10 ବର୍ଷ ହଉ, ପାଗରେ ବହୁତ ସାରା ଚେଞ୍ଜେସ୍ ଦେଖାଯାଇଛି। କେଉଁ ବର୍ଷ ଯଦି ଅତ୍ୟଧିକ ଖରା ହେଲା, ହେଲେ କେଉଁ ବର୍ଷ ଅତ୍ୟଧିକ ବର୍ଷା ହେଇଯିବ, କେଉଁ ବର୍ଷ ଅତ୍ୟଧିକ ଥଣ୍ଡା ହେଇଯିବ। ତ ଏଇଭଳି ଭାବରେ ନା ଚେଞ୍ଜେସ୍ ଲାଗିକି ରହୁଛି, ଯେଉଁଦ୍ୱାରା କି ଆମର ମାନେ କ୍ଲାଇମେଟଟା ସଠିକ୍ ହେଇପାରୁନି, ଯେଉଁଦ୍ୱାରା ଆମକୁ ଆଡ଼ଜଷ୍ଟେବୁଲ୍ ହେବା ପାଇଁ ବହୁତ ସମୟ ଲାଗିଯାଉଛି ହେଲା। ତ ଏଥିପାଇଁ ନା ବହୁତ ସାରା ଆମର ମାନେ ଅଚିହ୍ନା ଜ୍ୱର ବି ଆସିଯାଉଛି, ଆଉ ବହୁତ ସାରା ମାନେ ରୋଗ ବି ଆକ୍ରାନ୍ତ ହେଉଛନ୍ତି। ଝାଡ଼ା ବାନ୍ତିରେ ଲୋକ, ଆଗ କାଳରେ ଝାଡ଼ା ବାନ୍ତିରେ ଲୋକ ମରୁନଥିଲେ, କିନ୍ତୁ ଏବେ ଝାଡ଼ା ବାନ୍ତିରେ ବି ଲୋକ ମରିଯାଉଛନ୍ତି ହେଲା। ତ ତାପରେ ଦେଖିବା, ଆଉ ବିଶେଷ କିଛି ଖବର ନାହିଁ ହେଲା। ତ ଆମର ମୁଁ କହିବି ଭୁବନେଶ୍ୱରରେ ଯେଉଁଟାକି ଚେନ୍ନାଇଠାରେ ବୁଧବାର ଅନୁଷ୍ଠିତ ହେଇଥିଲା ଗୋଟେ ଏସୀୟ ଦୌଡ଼ ହେଲା। ତ ସେଥିରେ ଆମର ଲକ୍ଷ୍ମୀକୁ କହିବି ରୌପ୍ୟ ମାନେ ବ୍ରୋଞ୍ଜ ମେଡ଼ାଲ୍ ହେଲା, ଆଉ ଗୋଟେ କାଂସ୍ୟର ମେଡ଼ାଲ୍ ହେଲା। ବ୍ରୋଞ୍ଜ ମାନେ କାଂସ୍ୟ ହେଲା, ଜୟରାମକୁ କାଂସ୍ୟ ମେଡ଼ାଲ୍ ଦୌଡ଼ରେ ହେଲା, ମାନେ ଆଥଲେଟ୍ ଅଟନ୍ତି। ତାପରେ ଆଉ ସିଲଭରର ମୁଁ କହିବି ଲକ୍ଷ୍ମୀକୁ ଦିଆହେଇଛି ହେଲା। ତ କି ମନେ ରଖିବା କଥା। ତାପରେ ଦେଖ, ବାଂଲାଦେଶ ଖେଳାଳିଙ୍କୁ ବିଲ୍ ଚିନ୍ତା। ଦେଖ, ବାଂଲାଦେଶ କ'ଣ କରୁଛି ନା, ଯେଉଁ ଅଦାନୀ ଗ୍ରୁପ୍ ଅଛି, ମୁଁ କହିବି ଆମର ଝାଡ଼ଖଣ୍ଡରେ ହେଲା, ଝାଡ଼ଖଣ୍ଡର ଯେଉଁଟା ବର୍ଡ଼ରରୁ ସଟିକି ଅଛି ହେଲା, ମାନେ ୱେଷ୍ଟ ବେଙ୍ଗଲ ସଟିକି ଅଛି। ତ ସେଥିରେ ଗୋଟେ ବହୁତ ଇଲେକ୍ଟ୍ରିକ୍ ପାୱାର କାରଖାନା ଅଛି ହେଲା, ପ୍ଲାଣ୍ଟ ଅଛି, ଯେଉଁ ଇଲେକ୍ଟ୍ରିକଟା କି
ସବୁ ବାଂଲାଦେଶକୁ ପଠାନ୍ତି ହେଲା ସବୁ କ'ଣ ପାଇଁକି ଦେଖ ଅଦାନୀ ଗ୍ରୁପ୍ର ଯେଉଁ ମାଲିକ ଅଛନ୍ତି ଅଦାନୀ ତ ସେ ନା ସେ ପ୍ଲାଣ୍ଟକୁ ବସେଇକି ଯେତେ ସବୁ ପାୱାର या ଏନର୍ଜି ଜେନେରେଟ୍ ହୁଏ ତ ତାକୁ ବିଜୁଳି ଆକାରରେ ସବୁ ବାଂଲାଦେଶକୁ ପଠାଇଥାଏ ତ ବାଂଲାଦେଶ ବହୁତ ସାରା ବିଜୁଳି ୟୁଜ୍ କରିସାରିଛି ଯେଉଁଦ୍ୱାରା ଏବେ ସେ ବିଲ୍ ଦେଇନାହାନ୍ତି ହେଲା ମାନେ ଯେତେ ସବୁ ଇଲେକ୍ଟ୍ରି ଯେତେ ଜଡ଼େଇ ଦେଲେ ତ ତାର ବିଲ୍ या ଟଙ୍କା ସେ ଦେଇନାହାନ୍ତି ତ ସେଥିରେ ତାଙ୍କର ଋଣ ବି ଲାଗିଯାଇଛି ପ୍ଲସ୍ ତାଙ୍କର ସୁଧ ବି ଲାଗିଯାଇଛି ଆଡ଼୍ ହିଁ ହେବ ନିହାତି ତ ଗତ କିଛି ବର୍ଷ ହେଲା ମାନେ ମୁଁ କହିବି ଯଦି ଫିଲହାଲ ତ ଦିଆହେଇଛି 2 ବର୍ଷର ଡାଟା କିନ୍ତୁ ତାର ଆଗରୁ ବି ହେଇପାରେ କିଛି ଲୋନ୍ ଦେଉଥିବେ କିଛି ରଖୁଥିବେ କିଛି ଦେଉଥିବେ କିଛି ରଖୁଥିବେ ତ ଏମିତି କରିକି ମାନେ ବହୁତ ମୁଁ କହିବି ବହୁତ ସାରା ମାନେ ବିଲ୍ ତାଙ୍କ ଉପରେ ଅଛି ହେଲା ଯେଉଁଟାକି ଭାରତକୁ ସେମାନେ ଦେଇନାହାନ୍ତି ତ ନିହାତି ଅବଭିୟସଲି ଏବେ ଯେଉଁ ବାଂଲାଦେଶରେ ଘଟଣା ସବୁ ଅଛି ତ ତାକୁ ତନ ରଖିକି ମେ ବି ହେଇପାରେ କିଛି ମୁଁ କହିବି କିଛି ସମୟ ଦେଇପାରିବେ ନହେଲେ ତ ବିଜୁଳି ତ ପୁରାପୁରି ମାନେ କଟ୍ ହେବନି କ'ଣ ପାଇଁକି ଯଦି ବିଜୁଳି ହିଁ କଟ୍ କରିଦେଲେ ମାନେ ଇଣ୍ଡଷ୍ଟ୍ରି ବହୁତ ଠପ୍ ହେଇଯିବ ତାଙ୍କର ହେଲା ଯଦି ଇଲେକ୍ଟ୍ରିସିଟି ସପ୍ଲାଏ ଯଦି ବନ୍ଦ ହେଲା ତାହେଲେ ଇଣ୍ଡଷ୍ଟ୍ରି କାମ କରିବନି ନା ରୋଡ଼ କାମ କରିବ ନା ଟ୍ରାନ୍ସପୋର୍ଟିଂ କାମ କରିବ ବହୁତ ସାରା ପ୍ରୋବ୍ଲେମ୍ ଦେଖାଦେବ ହେଲା ତାପରେ ଦେଖିବା ଆମେ ଆମର ଲାଷ୍ଟ ଖବର ହେଲା ଜଳବାୟୁ ସମ୍ପର୍କରେ ମୁଁ କହିଦେଲି ହେଲା ସିନ୍ଧୁ ସଭ୍ୟତା ଆଚ୍ଛା ଦେଖ ସିନ୍ଧୁ ସଭ୍ୟତାର ପତନ ପଛରେ ଏଲନିନୋ ଆଚ୍ଛା ଏଲନିନୋ ଆଉ ଲାନିନୋ ହେଲା ଏଇଟା ଦୁଇଟା ଯାକ ଆମର ଯେଉଁ ମୁଁ କହିବି ଗ୍ଲୋବରେ ହେଲା ଯେଉଁ ଥଣ୍ଡା ବେଳେ ମୁଁ କହିବି ମାନେ ବହୁତ ଥଣ୍ଡା ପାଗରେ ଝଡ଼ ବାତ୍ୟା ହେବ ହେଲା ଆଉ ଖରା ବେଳେ ଯେଉଁ ଲୁ ଚାଲେ ହେଲା ଏଲନିନୋ ଆଉ ଲାନିନୋ ଏଇଟାକୁ କହନ୍ତି ହେଲା ପବନର ବେଗକୁ ତ ସିନ୍ଧୁ ସଭ୍ୟତା ଯେତେବେଳେ ପବନ ଯଦି ଉଡ଼େଇକି ନେବ ରେତ ହଉ ହେଲା ଯଦି ଭାବ ରାଜସ୍ଥାନରୁ ଯଦି ବାଲୁ ଉଡ଼େଇକି ନେଇକି ଆସିଲା ଆଉ କଚ୍ଛ ଆଉ ଗୁଜରାଟର ଉପରେ ଯଦି ଢାଙ୍କି ଦେଲା ତାହେଲେ କ'ଣ ସେଠି ଯେତେ ସଭ୍ୟତା ଥିବ ସବୁ ତଳେ ଦବିଯିବେନି ଦବିଯିବେ ହେଲା କିନ୍ତୁ କୁହା ହେଉଥିଲା କି ସିନ୍ଧୁ ସଭ୍ୟତାରେ ଯେଉଁ ସିନ୍ଧୁ ନଦୀ ଅଛି ଆମର ତ ସେ ବାଢ଼ର ପ୍ରକୋପରେ ଆସିଗଲା ନଈ ବଢ଼ିବା ଫଳରେ ସିନ୍ଧୁ ସଭ୍ୟତାର ପତନ ହେଇଗଲା